କାହାଣୀ ଉପଯୁକ୍ତ ବ୍ୟକ୍ତି। ଜଣେ ରାଜାଙ୍କର ଗୋଟିଏ ଦେହରକ୍ଷୀ ଦରକାର ପଡ଼ିଲା। ସେ ଏହି କଥା ମନ୍ତ୍ରୀଙ୍କୁ ଜଣାଇଲେ। ମନ୍ତ୍ରୀ ରାଜ୍ୟରେ ଘୋଷଣା କରିଦେଲେ। ଘୋଷଣା ଶୁଣି 3 ଜଣ ବ୍ୟକ୍ତି ରାଜାଙ୍କ ପାଖକୁ ଆସିଲେ। 3 ଜଣଙ୍କ ମଧ୍ୟରୁ କିଏ ଉପଯୁକ୍ତ? ରାଜା ସେଥିପାଇଁ ସେମାନଙ୍କର ପରୀକ୍ଷା ନେବାକୁ ଚାହିଁଲେ। 3 ଜଣଙ୍କୁ ଏକାଠି ଡକାଇଲେ ଏବଂ ପ୍ରଶ୍ନ କଲେ, ତୁମର ଏବଂ ମୋର ଦାଢ଼ିରେ ଏକା ସମୟରେ ଯଦି ନିଆଁ ଲାଗିଯାଏ ତେବେ ତୁମେ କ'ଣ କରିବ? ପ୍ରଥମେ ମୋର ନିଆଁ ଲିଭାଇବ ନା ତୁମର? ଏଭଳି ପ୍ରଶ୍ନ ଶୁଣି ପ୍ରଥମ ବ୍ୟକ୍ତି ଜଣକ କହିଲା, ମହାରାଜ, ପ୍ରଥମେ ମୁଁ ଆପଣଙ୍କର ନିଆଁ ଲିଭାଇବି। ଦ୍ୱିତୀୟ ବ୍ୟକ୍ତି ଜଣକ କହିଲା, ପ୍ରଥମେ ମୁଁ ନିଜର ନିଆଁ ଲିଭାଇବି। ତୃତୀୟ ବ୍ୟକ୍ତି ଜଣକ କହିଲେ, ମୁଁ ଗୋଟିଏ ହାତରେ ମୋର ଏବଂ ଅନ୍ୟ ହାତରେ ଆପଣଙ୍କର ନିଆଁ ଲିଭାଇବି। ରାଜା ତୃତୀୟ ବ୍ୟକ୍ତିକୁ ନିଜର ଦେହରକ୍ଷୀ ରୂପେ ନିଯୁକ୍ତ କଲେ। ଯେଉଁ ବ୍ୟକ୍ତି ନିଜର ଖ୍ୟାଲ ନ ରଖି ଅନ୍ୟର ଖ୍ୟାଲ ରଖେ ସେ ଦକ୍ଷ ହୋଇପାରିବ ନାହିଁ। ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ନିଜର ସ୍ୱାର୍ଥକୁ ଅଧିକ ଧ୍ୟାନ ଦିଏ ସିଏ ସ୍ୱାର୍ଥପର ଅଟେ। ଯେଉଁ ବ୍ୟକ୍ତି ନିଜକୁ ଯେପରି ଅନ୍ୟକୁ ବି ସେହିପରି ଦେଖେ ସେହି ବ୍ୟକ୍ତି ହିଁ ଉପଯୁକ୍ତ ବ୍ୟକ୍ତି ଅଟେ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।